আরে সলো সলো হইল হে ভাই আসো অচিরে ভাই बाबू कुआ गला टिक्की बाबू कौन दौनांडी है कि पळे आइले 50 लाख नु कहिलम नाइ नाइ मु तम साथरे बाती तो छाड़बो तो कथा के कह अरे भाई मोर फोन कले आनी न जे बात जे कले फोन करके पचारे प्रफुल्ल बाबू अपरती भाई टी आसवे अपरती भाई नाही कले परा बाबू डकाइले आमको सते लागे सुजन देई करी मन लंका कांडर चरित्र कैलाश कंदर पार्वती आगर कहते पंचम तारे शुण शुण पार्वती श्याम बेकरू उत्तपति शुण शुण पार्वती सुबर शिखर प्रवेशिले चाप धारी राम आसबार जानिल रावण पठाइला सैन्य गली जे सुख सार रमती सुख सार रमती सुख सार सुख सारण कहे बुझाइल ए पल काहुआ संते अरे एक ग्राम रुजे पल नुहति 12 ग्राम मिसी 12 दल मिसी बाजी एति हेउछन्ति पुंजी पुंजी 12 समसरी से जो जनक सेटा बुढ़ा मांकड़ अरे लंका गड़ को धाए आसे थला ए भाई ए पूजा ये खाइला नि धुमु मारे चिन्ह लेबे बनाई पूर्व कथा मनरु गलाइले चिन्ह लेबे समसरी से जो जनक सेटा जंगल भालो अरे धर धर मार मार करू करू गातरे पशिला उलुरे शनिवार कुमार याकू आसुथाई पाई जरे शनिवार समसरी से
ଯେଉଁ ଜଣକ ସେଇଟା ସୁଗ୍ରୀବ ଭାଇ ଏ ସୁଗ୍ରୀବ ଭାରି ଯାକ ବାଳି ହରିବାରୁ ତାଲେ ଦେଲେ ଘଉଡ଼ାଇଲେ ତାର ନାମ ସୁଗ୍ରୀବର ତାର ମାର ଦୁଇଟି ବରରେ ତାର ନାମ ସାରେ ଯଦି ଜଣା ଅଛି ପ୍ରଶ୍ନ ଉତ୍ତର ଠିକ କରି କହ ଏଇଠି ନାଥ। ଆଉ ତମେ କଣ ପ୍ରଶ୍ନ ଉତ୍ତର ଦେଲେ ମତେ ଶୁଖିଲାନି ଏ ନାଥ ଶୁଣବ ହଁ। ତମେ ପ୍ରଶ୍ନ ଉତ୍ତର ଭଲ ଦେଲ ଯେ ହଁ 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 ଏଇ ଯୋଉ କଣ କହିଲ ହଁ ତ ଏଇଟା କୋଉ ଗାଡି ମୋର ମନେ ପଡୁନି କୋଉ ଗାଁରେ ସେଇଟା ଯୋଉ ହଁ ହଁ ଯୋଉ ଆସିଯିବ ହଁ। ମନେ ପକେଇଲୁ ଟିକେ ମୋର ମନେ ପଡୁନି ଯୋଉ କୁଆଡେ? କଳା ମାଟିଆ ହଁ 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 କଳା ମାଟିଆ ଯୋଉ ଆମ ଦିଦି ଆସିନାହାନ୍ତି କଣ କହିଲେ ଆଣିଛୁଟି ଆରେ କଳା ମାଟିଆ ଶୁଣି ସାରେ ହଁ। କଣ କହିଲେ ଆଣିଛୁଟି କଣ କଣ କହିଲେ ନା ଆଉ ଶିଖି ହିନ୍ତି ନା ଖାଲି ବେଲା ହେଲେ ଘୁଡ଼ିକି ନାଚି ନାଚି ଆଇଲ ଯେ ଘୁଡ଼ିକି ଗୀତ ପଦେ ଗାଇନ ତମେ କି ନାଚ ଆଣି ଆମେ ଜାଣିନୁ ଘୁଡ଼ିକି ବେଳେ? ବୟସ ଶୁଣ ନାଥ ରହବ ବୟସ ଆମକୁ ହେଇଗଲାଣି ସତ କିନ୍ତୁ ତମକୁ ତ ବୟସ ହେଲେ 50 ବର୍ଷ ବୁଢ଼ା କାହିଁ ଧରିକି ବୁଲୁଛ ହେଇଟି ନାଥ ଓ ଆ ତାଙ୍କ ପରି ହଜାରରେ ତାଙ୍କୁ କିଏ ପଚାରେ ହଁ ପରା ଆ ମୁଣ୍ଡ ଓ ଧୀର ବର ସାମନ୍ତନ ପରିବେଶ ବଳ ଆଉ ନ କହିବି ପରା ବାପାଙ୍କର ଗୁଣ ଏଇଠି ନାଥ ଯୋଉ ଆମ ପୂଜା ଏଇଠି କହିଲେ କଣ କହିଲେଟି କେତେ ଦିନ ସମ୍ମତି ବଟା ବଟା ହେଇକି ଆଇଛେ 7 ବର୍ଷ କଟିଗଲା ଆମର ନୟାଗଡ଼ରେ 6 ବର୍ଷ ନାଚ କଲି ବାଣୀ କିଲୋ ପଦ୍ୟାରେ 6 ବର୍ଷ ନାଚ କଲି ତମ ଭଳିଆ 12 ଦ୍ୱାର ବୁଲି ନାଚ କରୁଛି ହେଲା ହେଇଟି ଗୋଟେ ନାଥ। ନାଚ କରିଛି ହେଲା ନାଥ। ତମେ ନିଜ କଳାର ମହତ୍ଵ ବୁଝିଛ ହେଇଟି ନାଥ ଓ ତମ ବାପା କହେ ତମକୁ କାଇଁ ଶରମ ଲାଗୁଛି ଆ ତମ ବାପା ଦି 5ଟା ସ୍ତ୍ରୀ ଧରିକି ବୁଲୁଛି ତାଙ୍କୁ ଶରମ ଆରେ ଲାଗୁଛି ଯା। ତମକୁ କାଇଁ ଶରମ ଏ। ଲାଗୁଛି ଆଲୋ ନିଜ ତେମେ ପିଲାର କହିଛି ପର ପିଲା ତେମେ- ଏହି ଶରମ ଲାଗୁଛି ଆରେ ତେମେ ପର ପିଲା ମୋ ବାପାକୁ ଖାଇବାକୁ ଦବନି ମୁଁ କଣ ମୋ ବାପାକୁ ଦବନି ମୁଁ ଖଟି ଖାଇବାକୁ ଦଉଛି ହେଇଟି ଅନେଇତା ଠେକି ଉପରେ ଠେକି ଯେତେ ଡରିଲେ ଡରିବି ନାହିଁ ମୁଁ ବାଡ଼ି କିଲି ଆଣି ଟୋକି ହେଇଟି ନାଥ ଓ ତମ ବାପାକୁ କହିଦବ ହଁ 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 ବୟସ ଗଲାଇଁ ଗନ୍ଥା ମାଣ୍ଡି ଘୋଡେଇକି ଘରେ ଶୋଇପଡିବ ଓ ଛୋଟ ଛାଙ୍କ ପରେ ପରା ହେବ ତାନ ମାନ ଗୁରୁ ଶିଷ୍ୟ ଦି ଜଣକ ବିଦ୍ୟା ଯେ ତଥନ କିଛି ଜଣା ନାହିଁ ମୋର ଗୁରୁ ଯେ ଦେବଙ୍କୁ ଓ ଗୁରୁ ଭାଲୁ ବରଣ ବାଣୀ କିଲେ ଜାଣ ଗୁରୁ ଶିଷ୍ୟ ଦି ଜଣ ଯାକ ବିଦ୍ୟା ଅର୍ଜନ କରିଲ ସଭାରେ ବସି ଅଛନ୍ତି ସଭାର ପଣ୍ଡିତ ଯଦି ଗୁରୁଦେବଙ୍କୁ ଜଣା ଅଛି ତାହେଲେ ପ୍ରଫୁଲ୍ଲ ସାଥିରେ ଲାଗ ବ୍ରହ୍ମଜ୍ଞାନ ତମେ କୋଉ ବ୍ରହ୍ମଜ୍ଞାନ ଶିଖିଛ କହିଲେ ନା ତମର ତ ପାଟି ଫିଟୁନି ଏ ନାଥ ତମର ତ ବୟସ ହେଲାଣି 72 ବର୍ଷ
तुमको बारंबार भी मना करा तुम नाच करनी ହେଇଟି ନାଥ हाँ ତମ ବାପାଙ୍କର ଯୋଉଦିନ ବୟସ ଉଛୁଳୁଛି ହଁ, ହଁ, ହଁ। ଆଉ ପ୍ରେମ ନିଶା ହେତେ अरे ବଢୁଛି बापा मो केड़े रसिकिया जानी ना हो तुई এই বয়সরে পাঁচটা স্ত্রী ধরি নবু লই নরসিংহী ভাইকে প্রফুল্ল করে নমস্কার আরিলে বা ছুরি পড়া জিতিলে কি সেনা ହଉ ଏତିକିରେ ଦିନ ବିଦାୟ ଏଇ ବସା ଘରେ ଯିବା ପାଇଁ ମନ ଛନ ଛନ ଏହା ପରେ ଗୁରୁଦେବ ଆସିବେ ଯେ ଏଇଠାର ଏହା ପରେ ଗୁରୁଦେବ ଏହା ପରେ ଗୁରୁଦେବ ଆସିବେ ରାୟ ଠାର ଏହା ପରେ ଗୁରୁଦେବ